ଆଜି ଶୁଣିବା ଉପନ୍ୟାସ ପରଜା। ଔପନ୍ୟାସିକ ଗୋପୀନାଥ ମହାନ୍ତି। ଭାଗ 22। ସାହୁକାରର ରହଣି ଆଜିକୁ ପ୍ରାୟ 10 ଦିନ ହୋଇଗଲାଣି। ମଙ୍ଗଳବାର ଦିନ ସେ ଆସିଥିଲା କି ବୁଧବାର ଦିନ। ଗାଁ ବିଷୟରେ ତାର ମୋଟାମୋଟି ଖୁବ୍ ଭଲ ଧାରଣା ହୋଇଯାଇଛି। ଏ ଗାଁରେ ଜମି ମିଶି ବାରି ବଗିଚା ଫସଲ ପ୍ରଚୁର କରିହେବ। ଗୋତି ରହିବାକୁ ପରଜା ପୁଏ ବହୁତ ଅଛନ୍ତି। ଆଉ ଧାଙ୍ଗଡ଼ି ଭାବିଲେ ଗୋଡ଼ ଉଠେ ନାହିଁ ଏ ଗାଁରୁ। ସାହୁକାରର ଜମି ଉଣା ନାହିଁ, କିନ୍ତୁ ଏ ଗାଁକୁ ସେ ପସନ୍ଦ କରିଛି। ସାହୁକାର ଟଙ୍କାମୁଣି ଖୋଲି ବସି ପଡ଼ିଲା। ଯାହା ସାଙ୍ଗେ ଦେଖାହେଲେ ଖାଲି ବନ୍ଧକ ରଖିବା କଥା, ସଫାସୁବିଧା କଥା। ଜମି ବନ୍ଧକ ଦେଇଦିଅ, ଟଙ୍କା ନେଇଯାଅ, ଲୁଗାପଟା କିଣ, ବିଭା ହୁଅ, ଖାଅ ପିଅ, ମଜଲିସ୍ କର, ଟଙ୍କା ପଛେ ଫେରେଇ ଦେବ ଧୀରେ ସୁସ୍ଥେ। କ'ଣ କହିଲୁ ନାଇକ? ଶେସ୍ତୁକୁ ଟଙ୍କା ନାହିଁ? ଅମିନ ଗାଳି କରୁଛି। ଖଣ୍ଡେ ଜମି ଦେଇଦେ, ଟଙ୍କା ନେଇଯା। ହଁ, ବିକିବା ଦରକାର ନାହିଁ, ବନ୍ଧାରେ ଧରିବି। କିରେ, 3 ଫୁଲିଆ ଡମ୍, ସେ ଭୂମିଟା ତୋର କି? ହଉ। ଆରେ, ତୁମେ ଡମ୍ ଲୋକ, ବେପାର ବାଟ କଲେ ପଇସା ପାଇବ। ଭୂମିଟା ପଛେ ମୋ ପାଖେ ଥାଉ, 20 ଟଙ୍କା ନେଇ ଚାଲ, ବେପାର ଲଗେଇ ଦିଅ। ଶୁକ୍ରିଚାନୀ ଜମିକୁ ଲାଗି ଆହୁରି 5-6 ଖଣ୍ଡ ଜମି ବନ୍ଧା ଧରିବା କଥା ସାହୁକାର ପକ୍କା କରିନେଲା। ବର୍ଷା ଦିନ ବିଲ କାମ ପାଇଁ କେତେ ଲୋକ ଟଙ୍କା ନେଲେ ହଳ ବଳଦ କରିବାକୁ। ନାଇକର ଶିସ୍ତୁ ବଳେ ପଡ଼ିଲା ନାହିଁ। 3 ଫୁଲିଆ ଡମ୍ ଚମଡ଼ା ବେପାର ବି ଲଗେଇଦେଲା। କେତେ ଲୋକ କନିଆ ଠିକଣା କରିକଲେ ସାହୁକାର ସଙ୍ଗେ ଝୋଲା ଟଙ୍କା ଦେବା ବିଷୟରେ କଥା ଛିଣ୍ଡେଇ। ଆହୁରି ଗୋତି, ଆହୁରି ଜମି, ଆହୁରି ସୁଧ। ସାହୁକାର ଜୋର ଦେଇ ପୂଜା ଲଗେଇଦେଲା 2 ବେଳା। ପଙ୍ଗତରେ ସେ ମିଶେ, ଗଞ୍ଜେଇ ଲଗାଏ। ଦଡ଼େ ବୁଢ଼ା ଲୋକଙ୍କୁ ସେ ଭେଳେଇ ଦେଇଛି ମନ୍ତ୍ର ଶିଖେଇବ। ବୁଢ଼ା ନାଡୁଜାନିର ଗୋରୁଗୁଡ଼ାକ ମରିଯାଇଛନ୍ତି। ବୁଟି ପରଜାର ପିଲାଛୁଆ ହୋଇନାହାନ୍ତି ଏପର୍ଯ୍ୟନ୍ତ। ସମସ୍ତେ ସାହୁକାରକୁ ଆଶ୍ରା କରନ୍ତି। ସେଇ ପଇସା ଦିଏ, ସୁବିଧା ଦେଖି ଶିଷ୍ୟ କରେଇବ, ଭୟ ନାହିଁ। ଭାବେ ସେ, ଯାହା ସେ ଛୁଏଁ ସବୁଥିରେ ସିଦ୍ଧି। ଗୁରୁ ରେବନ୍ୟୁକୁ ସ୍ମରଣ କରେ, ପ୍ରଶଂସା କରେ ମନେ ମନେ। କେହି କେବେ ପଚାରେ ନାହିଁ କୁଆଡ଼େ ଯାଇଥିଲୁ ବୋଲି। ମଧୁ ଖାସି ଆସେ, ଜିଲିଯାଏ। ମଧୁ ଖାସି ନ ଆସେ, ତଥାପି ଜିଲିଯାଏ। ଏଇ ଅନ୍ଧାର ପହର ତେଣେ ଛୁଣୁକା ସେ ଆସେ, ଆଉ ମନେ ପକାଇ ଦିଏ ବେଳ ହେଲା। ଆନନ୍ଦ କି ଦୁଃଖ? କିଛି ନାହିଁ, ଅଭ୍ୟାସ ଖାଲି। ତେବେ ମିଟି ମିଟି ତରା ଆଲୁଅରେ ଅନ୍ଧାରରେ ବାଟ ଚାଲିଲା ବେଳେ ଦି ପାଖରେ ସାଉଡ଼ି ଘର ଭିତରକୁ ଯେତେବେଳେ ଶୁଭୁଥାଏ ସ୍ୱାମୀ ସ୍ତ୍ରୀକୁ କଣେଇ ଡାକୁଛି, କେଉଁ ସ୍ତ୍ରୀ କାନ୍ଦିଲା ପିଲାକୁ ଶୁଆଉଛି, ତୁଚ୍ଛାକୁ ହସ ମାଡ଼େ, ଆଉ ମନଟା କଠିନ ହୋଇଆସେ ସାଙ୍ଗେ ସାଙ୍ଗେ। ଭାବେ ସେ ଦାଉ ସାଧୁଛି ସମସ୍ତଙ୍କ ଉପରେ। ଆଉ ଭାବେ ସେ ନିହାତି ନିକମା ନୁହେଁ। ତାର ବି କାମ ଅଛି, ଜୀବନ ଅଛି, ଲୁଚୁକାଳି ଖେଳ ଅଛି, ଆଉ 10 ଜଣଙ୍କ ପରି। କିନ୍ତୁ ନିଛାଟିଆ ରାତିରେ ଫେରିଲା ବେଳେ କାନ ପାଖେ ଭାଁ ଭାଁ ପବନ। ଉଦାସ ସବୁ, ଆଉ ଚୁପଚାପ। ଖରାପ ଲାଗେ। ସେତେବେଳେ 7-5 ଭାବେ ହୁଏ, ମନଟା ଘୁଣ ଖାଏ। କେବେ କେଉଁଦିନ ଜହ୍ନ ହୋଇ ବାଟଟା ସଫା କରିଦିଏ। ମନ ଭିତରେ ଲହଡ଼ି ଖେଳେ। ଏହିପରି ସେ ଗୋଟିକିଆ ହୋଇ ବାଟ ଚାଲୁଥିବ, ତରତର ହୋଇ। ଖାଲି ଆପଣାକୁ ଆପେ ପିନ୍ଧା ଖଦୀର ଖସ୍ ଖସ୍, ହାତର ମାଳମାଳ ଖଡ଼ୁଆ ଘରର ଝଣଝଣ। ଅନ୍ଧାରୁଆ ଟୁଙ୍ଗି ଘର। ଖସି ପଳାଇ ଆସିଲା ପରେ ଖାଲି ଉଶ୍ୱାସ ଲାଗେ ସିନା, ଆଉ ଚିନ୍ତା ବଢ଼େ। ଘର ପାଖ ହେଲେ ଆଣ୍ଠୁରେ ଆଣ୍ଠୁ ବାଜେ। ମନ ହୁଏ ସବୁ ସେ ଭୁଲିଯିବ। ଦେହ ମନ ସବୁ ଗୋଳି ହୋଇ ମିଶେଇଦେବ ପବନରେ ଆଉ ଅନ୍ଧାରରେ। ସବୁ ଥଣ୍ଡା ହୋଇଯିବ। ମନର ତାତି ଆଉ ପୋଡ଼ାଜଳା କିଛି ନଥିବ ତାଠି। ଜିଲି ଥିରି ହୋଇ ଶୋଇପଡ଼େ। ଅଧରାତିରେ ଚାଉଁକିନା ନିଦ ଭାଙ୍ଗେ। ଦୂରରେ କିଏ ଡୁଙ୍ଗୁଡୁଙ୍ଗା ଟୁଙ୍ଗ୍ଟାଙ୍ଗ୍ କରି ଗୀତ ବୋଲୁଛି। ବସେଇ ବସେଇ ରହି ରହିକା ଭାସି ଆସୁଛି। ଭଲ ଗାଉଛି, ଗାଉଥାଉ। କ'ଣ ଘରେ କେତେ ପ୍ରକାର ବିଚିତ୍ର ଶବ୍ଦ। ଜିଲି କାନ ପାରେ ଫୁସ୍ ଫୁସ୍ କଥା ମଝିରେ ମଝିରେ ବୁଢ଼ା ବାପର ଘୁଙ୍ଗୁଡ଼ି। ଥିରି ଥିରି ହସ। ଝିଲି ଝାଳେଇ ଯାଏ। କର ଲେଉଟାଇ ଶୁଏ। ବାହା ଦୁଇଟା କାନ ଉପରେ ମୁହଁ ଉପରେ ଭିଡ଼ି ଜାକି ଦିଏ। ତୁନି ତାନି ଯାଏ କେତେ ସମୟ। ପୁଣି ଶବ୍ଦ ଆଉ ହସ। ଜିଲି ଗୋଡ଼ ଦିଟା ଜାକି ଦେଇ କାନ୍ଥରେ ମିଶିଯାଇ ଶୋଇପଡ଼ିବାକୁ ମନ କରେ। ଆଖି ଚାପି ଚାପି ବୁଜେ। ଖାଲି ନାଲି ଆଉ ତାତି। ତାର ଫମ୍ପା ଜୀବନ ପରର ସୁଖ ସହିପାରେ ନାହିଁ। ମନର
ହାକୁ ହାକୁ ଜଳିଯାଏ। ଝାଳ ଲୁହ ମିଶିଯାଏ। ଦିନ ଆଲୁଅରେ ସେ ତାର ପଇସା ଗଣତି କରେ। ନୂଆ ଲୁଗାପଟା ଓଲଟେଇ ପାଲଟେଇ ଦେଖେ। ସେତିକି ତାର ଦମ୍ଭ। ଏହିପରି ଦିନେ ଦମ୍ଭ ଦେଖାଇ ପ୍ରକାଶ୍ୟରେ ସେ ଉଠି ଚାଲିଯିବ। ଲୋକେ ଥଟ୍ଟା କରିବେ, କରନ୍ତୁ। 2 ଦିନ ମୋଟେ। ତାପରେ ତାର ଲୁଗାପଟା, ତାର ଅଳଙ୍କାର, ତାର ପଇସା। 10 ଲୋକଙ୍କ ମୁହଁ ଉପରେ ପିଟି ପିଟି ସେ ବାଟ ଚାଲିବ। ଝୋଲା ଟଙ୍କା ଦେଇଦେଲେ ବାହାଘର ସରିଲା। ବନ୍ଧୁବାନ୍ଧବ ଭୋଜିଟା ଖାଇବେ, ଆଉ ଆଁ କରି ଦେଖିବେ ପରଜୁଣିଠୁ ସୁଣ୍ଡିଆଣୀ ହେବା ପାହାଚେ ଉଞ୍ଚରେ ସେ ତା ସମ୍ମାନ। ପିଲାପରି ନିଜକୁ ନିଜେ ଦମ୍ଭ ଦିଏ ସେ। ପ୍ରତି ମୁହୂର୍ତ୍ତରେ ଦମ୍ଭ ଦେବା ଦରକାର ପଡ଼େ। ସବୁ ଅତାଡ଼ୁଆ, ସବୁ ବିଘଟନ ତେଣୁ। ସ୍ନେହର ପାତ୍ର କିଏ କେବେ ଥିଲେ ଗୋଟାଏ ଦୁଇଟା। ମନ ଭିତରେ ଅଣ୍ଡାଳି ବସିଲେ ସେ ଖୋପ ଗୁଡ଼ାକରେ ଖାଲି ରାଗ ଆଉ ବିଦ୍ୱେଷ। ସୁଖର ଦିନଟା ଏମିତି ତୁଚ୍ଛାରେ କଟିଯାଆନ୍ତା। ସେଇ ଦମ୍ଭରେ ସବୁ ଦେହସୁଆ ହୋଇଯାଏ। ଅନ୍ଧାରୁଆ ଟୁଙ୍ଗି ଘରେ ମଦ ଗନ୍ଧ ଆଉ ନାକକୁ କଷ୍ଟ ଦିଏ ନାହିଁ। କି କଞ୍ଜେଇ ଧୂଆଁ। ବିଲି ପଚାରେ, କୁଆଡ଼େ ଯାଉ? ଧାଙ୍ଗଡ଼ି ବସ ଘରକୁ। ବିଲି ହସେ, କହେ, ନା, ମୁଁ ଜାଣେ। ଜିଲି ବେହିଆ ମୁହଁରେ କହେ, ତେବେ କହନା କାହିଁକି? କହନା କାହାରିକି। କିନ୍ତୁ ବିଲି କିଛି ଜାଣେ ନାହିଁ। ଜାଣିବାକୁ ବେଳ ନାହିଁ। ଆଖିଏ ଆଖିଏ ନନ୍ଦିବାଲି। ଦାଙ୍ଗଡ଼ି ବସାଘରକୁ ସବୁ ଧାଙ୍ଗଡ଼ି ଯିବା ଅଧିକାର ଅଛି। ତହିଁରୁ ଅଧିକ ଖୋଳତାଡ଼ି ବୁଝିବାକୁ କାହାରି ଗରଜ ନାହିଁ। ମୁଁ ଯାଆନ୍ତି ନାହିଁ ଅପା ଧାଙ୍ଗଡ଼ି ବସା ଘରକୁ ତୋ ସାଙ୍ଗରେ? କି ଦୁଃଖରେ ଯିବୁ? ଜିଲି ନନ୍ଦିବାଲିକୁ କହିଦିଏ। ବିଲି କହୁଥିଲା ଧାଙ୍ଗଡ଼ି ବସା ଘରକୁ ଯିବ ବୋଲି। ନନ୍ଦିବାଲି ବିଲିକୁ ଧରେ, ଥଟ୍ଟା ଲଗାଏ, କଥା ବୋହିଯାଏ ପାଣି ପରି। ଗାଁର ଲୋକେ ଟୁପ୍ଟାପ୍ ହେଲେ। କାହାରି ନାଁ ଧରି ନୁହେଁ। ଖାଲି ଏମିତି ଯେ ସାହୁକାର ଧାଙ୍ଗଡ଼ି ଖୋଜୁଛି, ବାହା ହେଉଛି। କିଏ କେଉଁଦିନ ଏକୁଟିଆ କେଉଁ ବାଟ ଫେରିଲା ବେଳେ ସେ ବିଷୟରେ ଚର୍ଚ୍ଚା, ତର୍କ ଉଠିଲା। ଆଉ 10 ଜଣଙ୍କ ନାଁ ସାଙ୍ଗେ ଜିଲି ନାଁ ବି କେହି କେହି କହିଲେ। କିନ୍ତୁ କିଏ କାହିଁକି ପରଘର କଥା ବିଷୟରେ ବେଶୀ ଆଲୋଚନା କରିବ? ପରଘର କଥାକୁ ପରଜା ବେଶୀ ଡରେ। ଉଡ଼ା କଥା ପରି ଏଣୁ ତେଣୁ ଦିକଥା ଉଠିଲା। ପୁଣି ସବୁ ଉଡ଼ିଗଲା। କାରଣ ସାହୁକାର ତରତର ହୋଇ ତା ଗାଁକୁ ଫେରିଗଲା। ସବୁ ପୁଣି ତୁନିତାନି। ସାହୁକାର ଫେରିଗଲା। ମଧୁକାଶୀ ବୁଝିଲା, ଜିଲି ବୁଝିଲା, ସାହୁକାର କଣ୍ଟ ଦେଇଗଲା। ପୁଣି ସେ ଆସିବ କିଛି ଦିନ ଛାଡ଼ି। ଆଷାଢ଼ ସରି ଶ୍ରାବଣ ସରି ଓଷା ମାସ ବା ଭାଦ୍ରବ ପାଦ ପକେଇଛି। ସାହୁକାର ଆସିଛି, ଯାଇଛି। ଶୁକ୍ରଚାନୀର କ୍ଷେତ ପାଖରେ ଅନ୍ୟ ସବୁ କ୍ଷେତ ସେ ତସାତସି କରି ଫସଲ ଲଗାଇଛି। ପାହାଡ଼ର ଢାଲୁରେ ଶୁଆକଟା ହେବାକୁ ହେଲାଣି। ଫସଲ ପ୍ରଚୁର, ମକା ହେଲାଣି ବାରିରେ ବାରିରେ। କିନ୍ତୁ ଝୋଲା କୋଳେ କୋଳେ ଶୁକ୍ରଚାନୀର ଅସଲ କ୍ଷେତ ଉପରେ ଠାଏ ଠାଏ ଧାଡ଼ି ଧାଡ଼ି ହୋଇ ଖାଲି ଗୁଡ଼ାଏ ଗାତ ଖୋଳା ହୋଇଛି। ସେଥିରେ ଖତ ଭର୍ତ୍ତି, ଆଉ କିଛି ନାହିଁ। ଶୁକ୍ରଚାନୀ ଭାବେ, କଥା କ'ଣ? ତାର ନୂଆ କ୍ଷେତରେ ପାଚି ଦେଖି ଆଶା ବଢ଼େ। ହରଡ଼ ଆଉ ମାସେ, ଧାନ ଆଉ 1.5 ମାସ, ଲଙ୍କା ମରିଚ ଆଉ 2 ମାସ। ତାପରେ ବିକି ବସିଲେ 30 ଟଙ୍କାରୁ ଊଣା ହେବ ନାହିଁ। ଠେଲିପେଲି ଚାଲିଯିବ ଦିନାକେତେ। କରଜ ଟଙ୍କାରୁ ଭାଗେ ସୁଝି ଯାଇ ପାରିବ। ଥରେ ଅଧେ ସେ ସାହୁକାରକୁ ପଚାରିଥିଲା, ଏତେ ତସାତସି କଲୁ, ଚାରିପାଖେ ଫସଲ ଲଗାଇଲୁ, ଆଉ ଏଡ଼େ ସୁନ୍ଦର ଜମିକି ପଡ଼ିଆ ପକେଇ ରଖିଲୁ କାହିଁକି? ସାହୁକାର ହସରେ ଉଡ଼େଇ ଦେଲା, କହିଲା, ତାସର କଥା ତତେ ଜଣା କ'ଣ? ଜମିରେ ନୂଆ ଫସଲ କରିବି। ବେଶୀ ବଳ ଦରକାର ମାଟିରେ। ମାଟି ଜୁରୁ, ତାପରେ ଦେଖିବୁ। ଶୁକ୍ରଚାନୀ ନନ୍ଦିବାଲି ସାଙ୍ଗେ ପରାମର୍ଶ କଲା। ଥରେ ଜମି ଦେଲେ ସୁଣ୍ଡି ହାତକୁ, ତାପରେ ଆଉ କ'ଣ ହେବ କ'ଣ ନାହିଁ କିଏ କହିବ? କ'ଣ ତାର ଇଚ୍ଛା କିଛି ଜଣାପଡ଼ୁନାହିଁ। କନ୍ଦମୂଳ ଲଗେଇ ପାରେ, କିନ୍ତୁ ଏତେ ଦିନ କାହିଁକି ତୁନିତାନି? ଦେଖୁଁ, ରହିଥା। ଶୁକ୍ରଚାନୀର ମନ ବୁଝିଲା ନାହିଁ। ଆଉ ଥରେ ସାହୁକାରକୁ ପଚାରିଲା, କିଛି ବୁଝା ପଡ଼ୁନାହିଁ, କଦଳୀ ବାଡ଼ି କରିବୁ କି? ଉତ୍ତରରେ ସାହୁକାର ଗୁଡ଼ାଏ ଗାଳି ଦେଲା। ଆରେ, ମୋର କଥାରେ ତୋର କ'ଣ ଅଛି? ମୋର ଟଙ୍କା ଦେଇ ଦେଇ ଜମି ତୁ ନେଇଯାଉନୁ କାହିଁକି? ମୋର କଥାରେ ତୋର ଏତେ ଆପତ୍ତି କାହିଁକି? ଏତେ ବୁଝାମଣା କାହିଁକି? ବର୍ଷା କମିଛି। ଚାରିଆଡ଼ ସାବ୍ଜା ଆଉ ସଫା। ଫସଲ ଲେଖିଲେ ପେଟ ପୁରେ। କିନ୍ତୁ ବେଳେ ବେଳେ ଅବସାଦ ଆସେ। ପିଣ୍ଡାରେ ବସି ଢୁଳଉ ଢୁଳଉ ଶୁକ୍ରଚାନୀ ଭାବେ, ସେ ଭୁଲ କରି ଦେଇଛି। ଯାହା ଆଉ ସୁଧାରି ହେବ ନାହିଁ। ସେଦିନ ପୁଅ ଦୁହେଁ ଆସିଥିଲେ। ଖୁବ୍ ଆଗ୍ରହରେ ନନ୍ଦିବାଲି ଆଉ ଶୁକ୍ରପରିଜା ବୁଲେଇ ବୁଲେଇ ସେମାନଙ୍କୁ ନୂଆ କ୍ଷେତ, ନୂଆ ଫସଲ ଦେଖାଇ ଆଣିଲା। କିନ୍ତୁ ଦି ଭାଇଙ୍କର ଆଗ୍ରହ ସେତେ ଦେଖାଗଲା ନାହିଁ। ଏ ତା ମୁହଁକୁ, ସେ ତା ମୁହଁକୁ ଚାହେଁ, ଆଉ ହସ ତୁଚ୍ଛାଟାକୁ। ମାଣ୍ଡିଆ ଖାଲି କହିଲା, ଏତିକି କରି କେତେ ପଇସା ତୁମେ ଭେଇବ ଭାବିଛ? ଜହିରେ ଆମର ଦୁଃଖ ମେଣ୍ଟିବ। ନନ୍ଦିବାଲି କହିଲା, ତୁ ଥିଲେ ଆହୁରି ତାଡ଼ି ପକେଇଥାନ୍ତୁ ପରା, ନୁହେଁ?
ଆରେ କୋଉ ଗାଁର ମାଗିଖିଆ ପରଜା? ମାଣ୍ଡିଆ ଥଟାରେ କହିଲା। ମୁଁ ତ ନାହିଁ, ଥିଲେ ଜାଣିଥାନ୍ତୁ। କଥାଭାଷା ସରିଲା। ଦି ଭାଇ ବହୁତ ସାକୁଲେଇଲେ ବାପାକୁ। ଆହା, କେତେ କଷ୍ଟ ଥିଲା ବୁଢ଼ାଦିନେ ତତେରେ ବାପା। ଯେତିକି କରିପାରିବୁ ସେତିକି କର, ଅଧିକା କରି ଧନ୍ଦି ହେଉଛୁ କାହିଁକି? ମାଣ୍ଡିଆ ଜାନି ଗାଁ ବୁଲି ଗଲା। ପୁରୁଣା ଜମି ଦେଖି ଆସି କହିଲା, ବାପା କେବେ ମୁକଳାଇବା ଏ ଜମି ଠିକ୍ କରିଛୁ? ବୁଢ଼ା କହିଲା, ଯେବେ ପଇସା ହେବ। ମାଣ୍ଡିଆ କହିଲା, ଦେଖ ଆଗରୁ କହି ପୋଛି ରଖିଥା, ପଇସା ପାଉ ପାଉ ଯେମିତି ଜମିଟା ମୁକୁଳେଇ ହେବ, ପଛେ ସାହୁକାର ଯେମିତି ତାତର ବା ଠକାମି ନ କରେ। ବୁଢ଼ା ବଲ ବଲ କରି ପୁଅ ମୁହଁକୁ ଅନେଇ ରହି କହିଲା, ଭାବିଲା ଏଗୁଡ଼ାକ ଏ କ'ଣ କହୁଛି? ସତେକି ପଇସା ଗଛ ଫୁଲ ଫୁଟି ଆସିଲାଣି, 2 ଦିନରେ ଫଳିଯିବ। ମାଣ୍ଡିଆ କି ଟିକରା ଆଉ ଅଧିକା କିଛି କହିଗଲେ ନାହିଁ। ଧାନ ମାଣ୍ଡିଆ ମକା ହାଲୁକା ପବନରେ ଫୁଲ ଉଡ଼ଉଥାନ୍ତି। ସକାଳେ ମେଘ ନଥାଏ, ଖାଲି କାକର ଟୋପା ଗୁଡ଼ାକ ମେଘଠାରୁ ବଳି। ପଛ ଜଙ୍ଗଲରେ ମୟୂର ବଣକୁକୁଡ଼ା ବୋବଉଥାନ୍ତି। ଦୂରର ଢାଲୁରେ ବାଟରେ ଗାଁର ଟୋକିମାନେ ଦଳ ବାନ୍ଧି ବାଉଁଶ କରଡ଼ି କାଟିବାକୁ ପାଟିକଳ କରି ମାଡ଼ି ଚାଲିଯାଆନ୍ତି। ଏହିପରି ଆଶାୟୀ ସକାଳେ ମୁହଁ ଉପରେ ଖାଲି ଆଲୁଅ ଯେତେବେଳେ ପଡ଼େ, କ୍ଷେତ ଭିତରେ କୁହୁଡ଼ି। ଫସଲ କାକର ଆଉ ଖରା ଏକାଠି ଆଉଟା ହୋଇଥିବା କ'ଣ ଗୋଟାଏ ଭିତରେ ଉବେ ଟୁବେ ହୋଇ ଶୁକ୍ରଚାନି ଭାଣ୍ଡେ। ମାଣ୍ଡିଆ ଏମିତି କ'ଣ କହିଲା? ପୁଣି ମଝି ଦ୍ୱିପହରେ ମେଘ ଘୋଡ଼େଇ ପକାଏ, ବରଷା ଅଜାଡ଼ି ଦିଏ। ବୁଢ଼ା ଭାବେ ଟୋକା ଟୋକାଳିଆଙ୍କ କଥା। ପୁରୁଷା କେତେ କ୍ଷେତ ବାଟେ ବାଟେ ସେ ଘରକୁ ଫେରେ। ସେଗୁଡ଼ାକ ଖାଲି ରହସ୍ୟ, ଫାଙ୍କା କ୍ଷେତ ଉପରେ ଫମ୍ପା ଗାତ ଗୁଡ଼ାକ। ସାହୁକାରଟା ବାୟା ନା କ'ଣ? ହଉ, ତାର ଯାହା ଇଚ୍ଛା। ଦିନ କେତେ ପରେ ଗୋତିପଲ କମ୍ବଳା ଲେମ୍ବୁ ଚାରା ବୋଝେଇ ହୋଇ ଆସି ପହଞ୍ଚିଗଲେ। ଗାତ ଗୁଡ଼ାକର ରହସ୍ୟ ଭାଙ୍ଗିଲା, ସେଥିରେ କମଳା ଗଛ ପୋତା ହେଲା। ଶୁକ୍ରଚାନି ନନ୍ଦିବାଲି ଦୁହେଁ ଆଗୁଳେଇ ଯାଇଲେ। ଗୋତିମାନେ କହିଲେ, ଆମେ ଖାଲି ଚାକର ଲୋକ, ଆମ ସାଙ୍ଗେ ବାଦ ସାଧି କିଛି ଫଳ ନାହିଁ, ବୃଥାରେ ମାଡ଼ ଲାଗିବା। ଗାଁରେ ଚହଳ ପଡ଼ିଲା, ଗଲା ବୋଧେ ଶୁକ୍ରପରଜାର ଜମି ଚିରଦିନ ସକାଶେ। ସାହୁକାର କମଳା ଲେମ୍ବୁ ତୋଟା ଲଗେଇଲାଣି, ଆଉ କ'ଣ ଛାଡ଼ିଦେବ? ଭଲ ହେଲା, କ'ଣ କରନ୍ତା ଏଇ ଜମି ଥାଇ? ଆହା, କେଡ଼େ କଷ୍ଟ ପଡ଼ିଗଲା। ଜମି ତେବେ ଆଦୌ ମୁକୁଳିବ ନାହିଁ। ନାନାଦି ସମାଲୋଚନା। ସାହୁକାର ନିଜେ ଆସିଲା, ସବୁ ତର୍କ ଆନ୍ଦୋଳନ ହସରେ ଉଡ଼େଇ ଦେଲା। ଆରେ ବାୟା ହେଇଛ ତୁମେମାନେ? ପରର ଜମି ଝିକିବି, ମତେ ଚିହ୍ନେ ନା, ଏକଥା ବିଶ୍ୱାସ କରୁଛ? ମୁଁ ଭାବିଲି ଏ ତ ନଥିଲା ନିଦର ବି ଲୋକ। ଗୋତି ଫିଟେଇ ଜମିବନ୍ଧା ଫିଟେଇ ସଫା ହଉ ହଉ ଜୀବଚାରି 10 ବର୍ଷ କି କେତେ। ଖାଲି ଧାନ ମାଣ୍ଡିଆ ନ ପଚେଇ 2ଟା କମଳା ଗଛ ପୋତି ଦେଇଥିଲେ 4 ଗୁଣା ଲାଭ। ପୁଣି କୋଉ ପ୍ରଭୁ ଅଧିକାରୀ ଘରକୁ 2 ପୁଞ୍ଜା 4 ପୁଞ୍ଜା, ବୁଝିଛ ତ? ଆହୁରି ତୁମେମାନେ ବି ଲଗାଅ। ନାରାୟଣ ପାଟଣା ବାଟର କନ୍ଧ ଲୋକ କରୁଛନ୍ତି, ଆଉ ତୁମେ ଆମେ ପାରିବା ନାହିଁ? ହଁ, ୟା ଭିତରେ ଯଦି ମୋର ଟଙ୍କା ଥୋଇଦେଇ ତାର ଜମି ବାହୁଡ଼େଇ ନେବ ତ ନଉ, ତେଣିକି ମନ ଥିଲେ କମଳା ଗଛ ଗୁଡ଼ାକ ଜିଆଇ ରଖୁ, ନଇଲେ ମାରି ପକାଉ, ତା ଖୁସି। ଜମିର ବଳଭପ ସବୁ ତ କମଳା ଗଛ ଟାଣି ନେବ, ଆଉ ସେତେବେଳେ ଭୂମି ନେଇ ମୁଁ କ'ଣ କରିବି? ଏବେ ତ ଭୂମି ନେ, ଆମ ଟଙ୍କା ଦେଇଦେ। ଏବେ ଦେବାର ଥିଲେ ଆଉ ତୁ କମଳା ଗଛ ପୋତନ୍ତୁ ନା। ତେବେ ତୁନି ପଡ଼, ମିଛରେ ଗାଳି ଦେଲେ ପୁଣି କମଳା ଗୁଡ଼ାକ ଆମ୍ବିଳି ହୋଇଯିବ, ତୋର କ୍ଷତି। ଆରେ ଓଲୁ, ଏଥିରେ ପାଚିରି ଉଠେଇଲେ ଯେତେ ଟଙ୍କା ବିକନ୍ତୁ, ଏଥିରେ କମଳା ପଚେଇଲେ 10 ସେତିକି ବିକିବୁ। ଖାଲି 3-4 ବର୍ଷ ଅପେକ୍ଷା। ତୁ ଶୁଣୁ, ତୋର କିଛି ଖରାପ ହେବ ନାହିଁ। ଭଲ କି ଖରାପ କି ଆଉ ଭିନେ ବାଟ ଅଛି କି ସାହୁକାର? ତୋର ଧନ ତୋର ଖାଇଛି, ତତେ ମତେ ଧର, ଯାହା ଭାବୁଛୁ ତାହା କର। ମୋର ଲୋଭ ନାହିଁ ରେ ଶୁକ୍ରୁ, ମୋ ଟଙ୍କା ଏବେ ଦେଲେ ଏବେ ଭୂମି ଛାଡ଼ିଦେବି। ଟଙ୍କା ଦେ, ନଇଲେ ତୁନି ପଡ଼। ତାପରେ ମନଟା କ'ଣ ହେଇଯାଏ। ସତେ ସାହୁକାର ଜମି ଝିଙ୍କି ନେବ। ଦୁର୍ବଳ ଦେହ ଠକ ଠକ ହୋଇ ଥରେ। ଝାଳ ଫିଟିଯାଏ, ମନ ହୁଏ ବର୍ତ୍ତମାନ ଯାଇ ସେ ଜମିଟି ଫିଟେଇ ଆଣନ୍ତା। ଝଣ୍ କରି ଟଙ୍କା ଗୁଡ଼ାକ ଫୋପାଡ଼ି ଦେଇ କହନ୍ତା, ଓପାଡ଼ ତୋ ଲେମ୍ବୁ ଗଛର ଅଳିଆ, ଝାଡ଼ ଛାଡ଼ ମୋ ଜମି, ବାଟ ଦେଖ। କିନ୍ତୁ ସମ୍ପତ୍ତି ସର ସବୁ ଅନ୍ଧାରୁଆ। ଜହ୍ନରାତି ଟାପରା କରି ହସେ, କେତେ ପ୍ରକାର ବାସ୍ନା ଭାସି ଆସେ। ଖାଲି ମଶା ଡାଁସ ଆଉ ଭାବନା। ଆପେ ଆପେ ଭାବି ହୁଏ ଦିନ ଦିନକର କଥା। ଦିନ ଗଡ଼ି ଚାଲିଛି ବାଉଁଶର ଗଣ୍ଠି ପରି, କେବଳ ସେ ଗଣ୍ଠି ହୋଇଯାଇଛି। ତୁଚ୍ଛା ଲଣ୍ଡାଟା ମେଞ୍ଚାଏ ବୋଲି ପତ୍ର ନାହିଁ। ଭାରିଜା ଗଲା, ଗାଈଗୋରୁ ଗଲେ, ଟଙ୍କା ପଇସା ଗଲା, ସ୍ୱାଧୀନତା ଗଲା, ଜମି ଗଲା ବୋଧହୁଏ, ଆଉ ବାକି ନା।
ଗଲା। ସେ ଝିଙ୍କାରୀର ଝିଁ ଝିଁ ଶବ୍ଦ ପରି ସୁସୁକା ପବନର ଗତି ପରି ସବୁ ଖାଲି ଯିବା ମୁହଁରେ ଚାଲିଛି। ଆଗ ନାହିଁ, ଶେଷ ନାହିଁ, ଚାଲିଛି। ଆକାଶରେ ଜହ୍ନ ଚାଲିଛି, ତାରା ଚାଲିଛି, ଖଣ୍ଡ ଖଣ୍ଡ ମେଘ ଚାଲିଛନ୍ତି, ସବୁ ଚାଲିଛି। ଆଉ ଚାହିଁ ରହୁ ରହୁ ଆଖି ଆଗେ ଗୋଟାଏ ପୃଥିବୀଟା ବି ଖୁବ୍ ଜୋର ଜୋରରେ ବୁଲିବାକୁ ଲାଗିଛି। ଚାଲିଛି ସେ ବି। ପବନ କମି ଆସିଲା, ସୁ କମି ଆସିଲା। ଝିଙ୍କାରୀ ଦିଟା ବି ଦୋକାନ ବନ୍ଦ କଲେ। ପିଣ୍ଡା ଉପରେ ପଡ଼ିଯାଇ ବୁଢ଼ାଟି ଠେଙ୍ଗାଟା ହାତ ପାଖେ କାନସନ୍ଧିରୁ ନିଭିଲା ପିଙ୍କାତକ ଗଡ଼ି ପଡ଼ିଛି। କେତେବେଳେ ମୂଷାଗୁଡ଼ାକ ଖୁଡ଼ଖାଡ଼ କରି ଧୀରେ ଧୀରେ ତାର ମନ ଫେରି ଆସିଲେ। ଚାରିଆଡ଼କୁ କଟମଟ କରି ଅନାଇଲା। ନା, ଚକରେ କେଉଁଠି ଢିରାଟାଏ ଲାଖି ଯାଇଛି। ସବୁ ଅଟକି ଯାଇଛି ଅଖାଡ଼ୁଆ ହୋଇ। ମୁଣ୍ଡ ଭିତରେ ଅସରନ୍ତି ଚାଲି ଯାଉଥିବାର ଘୋର ଆଉ ନାହିଁ। ଅଡ଼ୁଆ ଅଡ଼ୁଆ ଲାଗିଲା। ଡାକିଲା, ଝିଲ୍ଲି। ସୋର ନାହିଁ, ଶବ୍ଦ ନାହିଁ। ବିଲି, କେହି ନାହାନ୍ତି। ନନ୍ଦିବାଲି, ସେ ବି ନାହିଁ। ଦୀର୍ଘ ଶ୍ୱାସ। ଏଡ଼େ ନିଛାଟିଆ ସେ। କେଡ଼େ ସୁନ୍ଦର ସ୍ୱପ୍ନଟାଏ। ପଥର ଗଡ଼ି ଗଡ଼ିକା ଚାଲିଛି ପାହାଡ଼ ଢାଲୁରେ। ପାହାଡ଼ ଶୁଭୁଛି, ଝୋଲା ବହି ବହି ଲାଗିଛି। ଅଲଗା ଅଲଗା ହୋଇ ଯେପରି ଏକାସଙ୍ଗେ ମୁଣ୍ଡ ବୁଲେଇ ଧାଇଁ ଚାଲିଥିଲା ତାର ଦେହ ଗୋଟାକ। ଆଉ ହଠାତ୍ ଉଠିଲା ବେଳକୁ ସବୁ ଫାଙ୍କା। ବଣ ଭିତରେ ମଇଁଷିପଲ ସାଙ୍ଗେ ସାଙ୍ଗେ ମାଣ୍ଡିଆ ଆଉ ଟିକ୍ରା। ଦକ ନାହିଁ, ଡର ନାହିଁ। ଭାଇ ଦୋଟି। ସେହି କେତେ ଦିନର କଥା ହେଲାଣି। ଦୁଇ ଭାଇ ପଣ କରିଥିଲେ, ମରୁ ପଛେ ଯେକୌଣସି ଉପାୟରେ ଏଥିରୁ ମୁକ୍ତି ଦରକାର। ମୁକ୍ତିର ବାଟ ବେଶୀ ନାହିଁ। ଅଳ୍ପ ଯେଉଁ କେତୋଟି, ସେଗୁଡ଼ାକ ବଡ଼ ସଡ଼କ ପରି ଚଉଡ଼ା ଆଉ ଲମ୍ବା। ସିଟିଏମ୍ ଡମଲୁକଙ୍କ ସାଙ୍ଗେ ସଲା ହୋଇ ଚୋରି କରିବା, କାନ୍ଥ କଣା କରି ଘରେ ପଶିବା, ମାରିହାଣି କାନରୁ ବେକରୁ ଅଳଙ୍କାର ଛଡ଼େଇ ନେବା। କଥାଟା ପଡ଼ିଥିଲା ଖୁବ୍ ଗରମ ପେଟରେ ଯେତେବେଳେ କାଠ ପରି କନ୍ଦାଗୁଡ଼ାକ ଉପର ପେଟରେ ଲସ ଲଢ଼େଇ କରୁ କରୁ ଖାଲି ଗୁଡ଼ାଏ ଫାଟିଲା ଫୁଟିଲା ଶବ୍ଦ ବାହାର କରୁଛି। ତତଲା ପେଟରେ ବହୁତ ଯୁକ୍ତିତର୍କ ହେଲା। କିନ୍ତୁ ବଡ଼ ବଡ଼ ଅବୁନିଆଦୀ ବାଟଟା ମନ ଦବିଗଲା। କଥା ବନ୍ଦ ହେଲା। ଦ୍ୱିତୀୟ ସଡ଼କ ସିଧା ଆସାମ ଚା ବଗିଚା। ଶହ ଶହ ଲୋକ ଯାଆନ୍ତି। ଚା ବଗିଚା କୁଲି ଡିପୋଚେ ସେ କେତେ ଗହଳ, କେତେ ଆନନ୍ଦ। ସରୁ ଲମ୍ବା ଟିଣ ଖୋଳରେ କାଗଜ ପକେଇ ଡିପୋ ସର୍ଦ୍ଦାର ଗାଁ ଗାଁ ବୁଲେ। କେତେ ପ୍ରକାର କଥା କହେ ବନେଇ ଚୁନେଇ। ମଦ ଯାହାକୁ ଯେତେ, ଧାଙ୍ଗଡ଼ି ଯାହାକୁ ଯେତେ, ଟଙ୍କା। ଛାଡ଼ ସେ କଥା। ଏ ଅଚିହ୍ନା ଦେଶର ଡାକ କେବେ କେମିତି କାହାକୁ ଉଚ୍ଚାଟ କରି ପାହାଡ଼ ଖୋଲ ଭିତରୁ ଓଟାରି ନେଇ ଘେନି ଚାଲିଯାଏ। ଟିକ୍ରା ସ୍ୱପ୍ନ ଦେଖେ ଠିଆ ଠିଆ। କିନ୍ତୁ ମାଣ୍ଡିଆଟା ସବୁ ଖୁସି ମାଟି କରିଦେବ ସେ। ମାଣ୍ଡିଆ କହେ, ଫେରିବା କି ନାହିଁ? ଫେରିଲା ବେଳକୁ ଯଦି ଘର ନଥିବ, ବାପ ନଥିବ, ଧାଙ୍ଗଡ଼ି ନଥିବ, ଭୂମି ନଥିବ, କ'ଣ ହେବ? ଟଙ୍କା କେଇଟା ପାଇଁ? କାହା ପାଇଁ ବା? ଅଳ୍ପ କଥାରେ ମୁଣ୍ଡକୁ ତାର ମେଘ ଚଢ଼େ। ତାପରେ ଆଉ ହସେଇ ହୁଏ ନାହିଁ ତାକୁ ଯେତେ ଚେଷ୍ଟା କଲେ। ପିଲା ତୁ, ତେଣେ ଛଟପଟ ହେଉଛୁ। ଦୂର ବିଦେଶରେ ଟଙ୍କା ମୁଣିଟି ମୁଣ୍ଡ ତଳେ ଦେଇ କାକୁର୍ତ୍ତି ହୋଇ କାଇଲାରେ ପଡ଼ି ରହିଥିବୁ। ଦେଶଟା ଦିଶି ଦିଶି ଯାଉଥିବ। ଖାଲି ଖୋଲିଲେ ନାହିଁ, ଚିହ୍ନା ଲୋକର କଥା ଶୁଭି ଶୁଭି ଯାଉଥିବ। କାନି ପାରିଲେ ନାହିଁ। ଡାକିବୁ, ବାପା ବାପା, କେହି ଜବାବ ଦେବେ ନାହିଁ। ତାପରେ ସାଥୀ ଲୋକେ କେହି କେହି ଫେରିବେ ଅବା ତୁ ଫେରିବୁ ନାହିଁ। ଆଉ ଦେଶ ଦେଖିବୁ ନାହିଁ। ତେଣୁ ସେ ବାଟ ବନ୍ଦ। ତାପରେ ମଦରନ୍ଧା। ଏଥର ଆଉ ଓଲୁ ପରି ନୁହେଁ। ଜଣେ ଜଗିଲେ ଜଣେ ରାନ୍ଧିବ। କିଛି କୋଉଠୁ ଖୁଡ଼ କରି ହେଲେ ସବୁ ଛାଡ଼ି ଛୁଡ଼ି ଦେଇ ଦେଇ ଦୌଡ଼। କିଏ ଧରିବ ଧରୁ। ପାଖରେ ଆସ୍ତି ବୋଲି କିଛି ତ ନଥିବ। ତେଣିକି କପାଳ। ମଦ ବିକିବାରୁ ଜାଗା ବହୁତ। ମିଟିଙ୍ଗା ପାହାଡ଼ ତଳେ, କୋଦାଳ ପାଖ ଖଙ୍ଗାର ଗାଁ ତୋଟାରେ, ଯେଉଁଠି ସବୁ ଅଗନାଗ୍ନି ବଣ ଭିତରେ ଛକି ଜାଗା ଅଛି। ଏଇ ତ ବେଳ। ଗୋରୁଙ୍କୁ ଭାତ ଖାଇବା ଓଷା ଆସିଲା ପରି। ୟା ପଛକୁ ଦଶରା ମାସ। ଝଣ୍ଡା ପତାକା ଧରି ରାଇଜଯାକର ଲୋକ ବେଶଭୂଷା ହୋଇ ପାହାଡ଼ ଖୋଲ ଭିତରୁ ଧାର ଲଗାଇ ଚାଲିବେ। ଜୟପୁର ରାଜଘରେ ନାଚିବାକୁ ଗୋଟାଏ ଦିଟା ମାସରେ କେତେ ନାଇଁ କେତେ। ତାପରେ ବରଞ୍ଚ ବିଡ଼ି ଧର୍ନି ନଳା ଭାଙ୍ଗି ଭୁଙ୍ଗି ଫୋପାଡ଼ି ଦେଇଯିବା। କଥାଟା ଟିକ୍ରାର ମନକୁ ପାଇଲା। ସେଦିନୁ ମଇଁଷି ପଛେ ପଛେ ଗହଣ ବଣ ଭିତରକୁ ପଶିଯିବାର ଗୋଟାଏ ଉଦ୍ଦେଶ୍ୟ ଆସିଛି। ଉତ୍ସାହ କମି ନାହିଁ। କାଉନ୍ଦା ଦିନ ଗୋଟାକ ପରେ କେଉଁ ଅନ୍ଧାରୁଆ ଖୋଳ ପାଖେ ଝଣ ଝଣ ଟଙ୍କା ହସ। ଆଉ ଟିକିଏ ତଳତଳିଆଟା ରହିଗଲା। ନା, ମୋର ଆଉ ଲୋଡ଼ା ନାହିଁ, ପିଇଦେ ତୁ। ନୀତି ନୂଆ ବାଟ। ବଡ଼ସନ୍ଧିରେ ଫାଳେ ଚିରୁଡ଼ାଏ ଭଙ୍ଗା ଦଦରା ଗାଁ। ଚାରିଟା ପାଞ୍ଚଟା ଘର। କିନ୍ତୁ ତହିଁରେ ବି ଧାଙ୍ଗଡ଼ା ବସା ଧାଙ୍ଗଡ଼ି ବସା ଘର ଥାଏ। ଦି ଚାରିଟା ଧାଙ୍ଗଡ଼ି ଯୁଗାଡ଼ ହେଲେ
ସେଇ ଜଡ଼ା ତେଲ, ସେଇ ଫୁଲ, ସେ ଲୁଗାରେ ହଳଦୀ ଚିହ୍ନ, ସେ ପରିଚିତ ବାସ୍ନା ଆଉ ଓକୁଣି, ହସ, ଥଟ୍ଟା, ନାଚ। ଭାଇ ପଛେ ପଛେ ଭାଇ। ଭୋକ ନାହିଁ, ଶୋଷ ନାହିଁ। ସବୁ କଥାକୁ ଦୁହେଁ ସମାନ। ଅଜଣା ବାଟରେ ମଦରନ୍ଧା ଶେଷରେ ବେଳ କାଟିବାକୁ କେତେ ପ୍ରକାର ଫନ୍ଦି ହୁଏ। କିଛି ଯେତେବେଳେ ନଥାଏ, ଗଛମୂଳେ ପଥର ଉପରେ ବସି ଏ ତା ମୁଣ୍ଡରୁ ସେ ତା ମୁଣ୍ଡରୁ ଉଙ୍କୁଣି ବଛାବନ୍ତି ହୁଅନ୍ତି। ହସ କଥା ପକେଇ ଗପନ୍ତି। ବଡ଼ ବଡ଼ ଆଲୋଚନା ହୁଏ ସେ ଅଳସୁଆ ସ୍ଥିର ବିଶ୍ରାମ ସମୟରେ। 3 କୋଡ଼ି ହେଲାଣି, ଆଉ 2 କୋଡ଼ି ହେଲେ ହେଇଗଲା। ଟଙ୍କା ଯାହାକୁ ଯେତେ। ଟିକ୍ରାର ଆଖି ଜଳି ଉଠେ। 3 କୋଡ଼ି? କେତେ ମାସ ହୋଇଗଲା ହିସାବ କରି ଦେଖ। ଦିନରାତି ତ ଖଟିଛେ। ଯଦି ଭଗବାନ ନଜର ଥିବ, ଦଶରା ମାସ ଶେଷ ହେଲା ବେଳକୁ ଘଡ଼ି ଭର୍ତ୍ତି ହୋଇ ସାରିଥିବ। ତାପରେ? ଆଉ ତାପରେ କ'ଣ ମାଣ୍ଡିଆ? 2ଟା ଢାଙ୍ଗଡ଼ି, ଗୋଟାଏ ମୋର, ଗୋଟାଏ ତୋର। ଖୁସିରେ ମିଳିବେ ଯେଉଁଠି ହେଲେ। କେଡ଼େ ଖୁସି ତେବେ, କେଡ଼େ ଖୁସି। ଆରେ ବାଇଆ, ଆଗ ଗୋତି ଫିଟାଇବା ଲୋଡ଼ା କି ଆଗ ଧାଙ୍ଗଡ଼ି? ଏଇ ମଦ କେସ୍ ପାଇଁ ମୁଁ ଗୋତି କଲି, ପୁଣି ଏଇ ମଦ ବାଟେ ମୁଁ ଗୋତି ଫିଟାଇ ଦେବି? ତାପରେ ଜୁଣା ଦେଖିବା। ଟିକ୍ରା ହସି ହସି ଫାଟି ପଡ଼େ। ନାଇଁ ନାଇଁ, ଆଗ ବିଭା, ଆଗ ଧାଙ୍ଗଡ଼ି। ବିଭା ହେବାକୁ ଯେ ତାର ଆଗ୍ରହ ତା ନୁହେଁ। ସେ ଖାଲି ତୁଚ୍ଛାଟାରେ ହସେ ଆଉ ଥଟ୍ଟା କରେ। ହସ ହସ ଆଖିରେ ଲୁହ ଟଳଟଳ ହୁଏ। ତାର ହସ ଦେଖି ମାଣ୍ଡିଆଚାନୀର ଶୁଖିଲା ନିରସ ମୁହଁରେ ବି ହସ ସ୍ଫୁରେ। ହସି ପକାଏ। ବୁଝିଲୁ ଟିକ୍ରା, ସେଦିନ ଆଉ ଟିକେ ହୋଇଥିଲେ ବାପା ଆଗରେ କହି ପକେଇଥାନ୍ତି। ଭାରି କାନ୍ଦା ହୋଇଯାଇଥିଲା ମୋର ମନଟା। ବୁଢ଼ା ଭାବୁଛି ଜମିଟା ଗଲା, ଆଉ ଭାବି ଭାବି ମୁହଁକୁ ଭାତ ରୁଚୁନାହିଁ। ମନ ହେଉଥିଲା ସବୁଯାକ ଟଙ୍କା ତା ହାତକୁ ବଢ଼େଇ ଦେଇ ଚାଲିଯାଏ। ପୁଣି କହିଲି, ନା, କାଳେ ରାଟୁ ପାଟି ହେବ, କାନକୁ ଦିକାନ ହେବ, ଲୋକେ ଜାଣିବେ। ପୁଣି ସାଲୁଟ ସଫା କରି ଧରି ଶିକ୍ଷା କରିଦେବ ଏଥର। ଜାତି ହେବାକୁ ଯେତେ ଟଙ୍କା ଲାଗିବ, ସେତିକି ଋଣ ନେଲେ ଜୀବନଯାକ ଚାଲିଯିବ। ଭାରି ଡବଡବାଟା ତୁ ଭାଇ। କେତେ ଟଙ୍କା ହେଲାଣି? ମୁଁ କ'ଣ ତତେ ହିସାବ ମାଗିଥିଲି? ତୁଚ୍ଛାକୁ କହିଦେଲୁ ମୋତେ। ସେମିତି କୋଉଦିନ କାହାଗରେ କହିଦେବୁ ଯଦି? କହିବି। ଜାଣିଛୁ ଟିକ୍ରା, କାଳେ କେତେବେଳେ ତୁଣ୍ଡରୁ ବାହାରିଯିବ ବୋଲି ମଦ ପିଇବା ଏକଦମ ଛାଡ଼ିଦେଲି। ହଁ ନୁହେଁ କ'ଣ? ଖାଲି ଝୋଲାର ପାଣି ପିଇ ପିଇ ରହିଛୁ। ଥଟ୍ଟା କ'ଣ ନା ଟିକ୍ରା? କିଏ ଜାଣିଲେ? ଓଃ। ଦଳଦଳ ଲୋକ, ହାତବନ୍ଧା ଆଗରେ, ପଛରେ ନାଲି ଆଖି ଆଉ ଡେଙ୍ଗା ସିଧା ସେଇ ଗୋଟାକ ଫାଟକ ଆଡ଼କୁ, ଯେଉଁ ଫାଟକ ଆଡ଼କୁ ଅନେଇ ରହିବାକୁ ହୁଏ ଲୁଲା ଗାଁ ପାଖ ସିନ୍ଦୁର ପାହାଡ଼ରେ ବାଘ ଗୁମ୍ଫା, ଭାଲୁ ଗୁମ୍ଫା ଭିତରକୁ ଅନେଇ ଠିଆ ହେଲା ପରି। ପଦାର ଖବର ସେ ଭିତରକୁ ପଶେ କି? ଧୁଙ୍ଗିଆ ସେଠି ମିଳେ କି? ଆଉ ଲନ୍ଧା? ବିଲିବିଲି ଓ ଅନ୍ଧାର, କେଉଁଠି ଦୁକୁ ଦୁକୁ ଆଲୁଅ ଟିକିଏ। ଦୂର ଗାଁରେ ଗାଲ ଚିମୁଟି ଦେଇ ଛାତିରେ ବାଡ଼େଇ ବାଡ଼େଇ ପିଲା ଟୋକୀ ଭେଁ ଭେଁ କାନ୍ଦୁଛନ୍ତି। ପବନକୁ କାନ ପାରୁଛନ୍ତି। ଆଇଲା କି ସେ? ଝମଝମ ଗମ ଗମ ବରଷା। କେହି କୁଆଡ଼େ ନାହିଁ। ମାଣ୍ଡିଆ ଗୁମ୍ ମାରି ବସିଲା। ଭାବନା ତା ଆଖିରେ ଚିତ୍ର ଗୁଡ଼ାଏ ଖାଲି। ତାର ନିଜର ଓଜନ ନାହିଁ, ଅଥଚ ଛାତି ଭିତରଟା ଗୁଣ୍ଡା କରିଦିଏ। ଭାବିଲେ ସେ ଖାଲି ଦେଖେ, ଏଡ଼େ ଅଗନାଗ୍ନି ବଣ ଭିତରେ ବି ସେ ଧାଇଁଛି। ନିଶା ସ୍ୱପ୍ନରେ ତୁଣ୍ଡରୁ ବାଉଳା କଥା ଗୋଳେଇ ଗୋଳେଇ ହେଇ ବାହାରେ। ମହାପୁରୁ, ମହାପୁରୁ, ଟିକିଏ ରହିଥା ମହାପୁରୁ। ଦେହ ଗୋଟା ଜାଳ ଫିଟିଯାଏ। ଦେଖେ କେହି ନାହିଁ। ଟିକ୍ରା, ଶୋଇଲୁଣି କିରେ? ଟିକ୍ରାର ଘୁଙ୍ଗୁଡ଼ି ଜବାବ ଦିଏ। ସେ ଭେଣ୍ଡିଆ ହେଲାଣି। ଜାଣିଲେ ଆଉ ଧାଙ୍ଗଡ଼ି ମଗା ହେବ ନାହିଁ। ଆହା, ହଉ ହଉ, ମୁଁ ଦୋଷ ଅପିଯିବି, ତୁ ନାହିଁ କରିବୁ। ମୁଁ କହିବି ଟିକ୍ରା କିଛି ଜାଣେ ନାହିଁ, ଟଙ୍କା ଗୁଡ଼ାକ ତ ସେମାନେ ନେବେ ନାହିଁ, ତୋ ପାଖେ ରହିବ। ତୁ ଧାଙ୍ଗଡ଼ି କିଣିବୁ ଆଉ ଜମ ମୁକୁଳାଇବୁ। ମୁଁ ଶିକ୍ଷା ଯିବି। ମୋତେ ଭୁଲିଯିବୁ ପଛେ କଷ୍ଟେ ମଷ୍ଟେ। ଆପଣାର କଳ୍ପିତ ଉଦାରତାରେ ସେ 100 ଗୁଣ ବଢ଼ିଯାଏ। ବାଘ ଭୁଲିଲା ପରି ସେତେବେଳେ ସେ ହସିପାରେ। ତଳ ତଳା ମଦ ଟୋପିଏ ସେ ପିଇଦିଏ। ଗଳାରେ ତେଜ ଆସେ। ଆଃ, ବୁଝିଲୁ ଟିକ୍ରା, ଆମର ଏତେ ଦୁଃଖ କଷ୍ଟ କୋଉଦିନ ଖାଦି ଖେଟୁଛି, କୋଉଦିନ ନାହିଁ। ଶଳା ସାହୁକାର ମଜା ମାରୁଛି। ଏବେ ପୁଣି ଆମ ବିଲି ଉପରେ କମଳା ତୋଟା ଲଗେଇ ଦେଲାଣି। ଏଡ଼େ ସାହସ ତାର। ତୁ ମନେ ରଖିଥା ଟିକ୍ରା, ଦିନେ ନା ଦିନେ ତାର ଦର୍ପ ଚୂନା ହେବ। ତାର ଗାଳ୍ପ ଜମିଟା ମାରିନେବ ବୋଲି ବସିଛି ମନେ ମନେ। ମୁଁ ମନା କରୁଥିଲି ସେବେଳୁ ବାପାକୁ ପରା, ଶୁଣିଲା ନାହିଁ। ତାତର ଗାଳ୍ପ, ତାତର ଗାଳ୍ପ। ସବୁଯାକ ମଦ ଆଖିଠୋଳା ଉପରକୁ ପଡ଼ିଯାଏ। ଆଉ ଟୋପିଏ ପିଇ ମାଣ୍ଡିଆଚାନୀ ଶୋଇପଡ଼େ ଥିରି ହୋଇ। ଏ ବଣର ବାସ୍ନା, ବଣର ସାଜା, ଓଦା ଧୋଆ ଜଙ୍ଗଲ, କେରା କେରା ଆଲୁଅ, ଦିପାଖ ପାହାଡ଼ର ନାସି। ଘାଲି ଖରା ଝୁକୁ ଝୁକୁ ଝୋଲାବାଲାଙ୍କର ଗାଧୁଆ ତୁଠ ସେଠି। ବାଳ ମୁକୁଳେଇ ଧାଙ୍ଗଡ଼ି।
ଟିକ୍ରାର ଦୁଃସ୍ୱପ୍ନ ନାହିଁ। ସେ ଯାହା ଦେଖେ ଯାହା ପାଏ ତହିଁରେ ବଞ୍ଚେ। ସୁନ୍ଥା ପାକେଳେଇ ଫୁଲ ଖୋସି ଦଳପଙ୍ଗତ ହୋଇ କେଉଁ ବଣବାଟେ କେଉଁ ଡଙ୍ଗରେଇ ହାଟକୁ ଧାଙ୍ଗିଡ଼ି ଯାଆନ୍ତି। ଟିକ୍ରାର ଚାହିଁବାରେ ଆନନ୍ଦ। କିଏ ଦୁଧ ଭାତ ମୁଣ୍ଡେଇ କିଏ କାଠ ଭାର ମୁଣ୍ଡେଇ ଗାଁ ପାଖକୁ ଧାଇଁଛି। ଟିକ୍ରା ଦୁଃଖ ସୁଖ ହୁଏ, ଗୀତ ଗାଇ ନବଜ ଲଗାଏ। କିନ୍ତୁ ମାଣ୍ଡିଆ ଫପ୍ସା ମନଟା ତାର ସବୁ ସେଥିରେ ଗଳିଯାଏ। କାଜୋଡ଼ି ଯାଇ ନାହିଁ ଦୁନିଆଠୁ ଲୁଚେଇ ଆପଣାଠୁ ଲୁଚେଇ ମନ ଗହୀରରେ ଭାବି ହେଲେ ଆନନ୍ଦ ଆସେ। ହାରିଯିବା ସ୍ୱୀକାର କରିହୁଏ ନାହିଁ। ସ୍ମୃତିଗୁଡ଼ାକ ବି ଧୋଇ ହୁଏ ନାହିଁ। ଝୋଲାର ଥଣ୍ଡା ପାଣିରେ ସ୍ମୃତି ବି ଧୋଇ ହୁଏ ନାହିଁ। ସେ ମୁହଁ ଫୁଲାଏ, ରାଗେ, ଛି କରିଦିଏ ଉପର ମୁହଁରେ। ପୁଣି କେତେବେଳେ ବଣର ଛାଇରେ ସେ ଢୁଳେଇ ପଡ଼େ। ଟିକି ଟିକି ଚଢ଼େଇ ପାଖକୁ ଉଡ଼ି ଆସି ଗଛ ଡାଳ ଉପରୁ ଉଙ୍କି ମାରି ମାରି ଗୀତ ବୋଲନ୍ତି। ଆଉ ଶୋଇ ଶୋଇ ସେ କ୍ଷମା କରେ, ରାଗ ଯାଇ ଆସେ କ୍ଷମା। ଆହା ବିଚରା, କି ଚାରା ଥିଲା ତାର କି ଦୋଷ? ସେ କ୍ଷମା କରେ। ନିଦୁଆ ଓଠ ବାଙ୍କ ହୋଇଯାଏ, ହସ ଫାଟେ। ସେ କ୍ଷମା କରେ। ଦିନ ଦ୍ୱିପ୍ରହରେ ଝୋଲାର ଝମଝମ ଆଉ ଗଛ ଭିତରେ ପବନ ମିଶି ସାଇଁ ସାଇଁ ଶବ୍ଦ। ଗଛ ଭିତରୁ ପଲ ପଲ ମଶା ଆସି ରକ୍ତ ଶୋଷନ୍ତି। ହସ ଫାଟରେ ମାଛି ପୋତକ ଭଣ ଭଣ ଭିଡ଼ି ଯାଆନ୍ତି। କାନ ପାଖେ ଟିକିଲି ପୋକ ଭାଇଁ ଭାଇଁ ବୋଲେ। ଭେଣ୍ଡିଆ ଶୋଇ ରହେ ଆଉ କ୍ଷମା କରେ। କାଜୋଡ଼ି ପୁଣି ଫେରି ଆସେ। ସମସ୍ତେ ଜାଣନ୍ତି ସାହୁକାର ଫୁର୍ତ୍ତିକୁ ଭଲ ପାଏ। ସମସ୍ତେ ଜାଣନ୍ତି ଅଥବା ସନ୍ଦେହ କରନ୍ତି ସାହୁକାର ଧାଙ୍ଗିଡ଼ି ପିଛା ନିଏ। କିନ୍ତୁ ସ୍ୱର୍ଗକୁ ନିଶୁରେ ନାହିଁ, ବଡ଼ ଲୋକଙ୍କୁ କଥା ନାହିଁ। ଆଉ ବଣୁଆ ଲୋକଙ୍କ ସାଧାରଣ ସ୍ୱଭାବ ସେମାନେ ଜାଣିଲେ ବି ଜାଣନ୍ତି ନାହିଁ। ପଚାରିଲେ କହନ୍ତି ଜଣା ନାହିଁ, ସେଟା ମାନ ଆମକୁ। ସମସ୍ତେ ଜାଣନ୍ତି, ଏକା ଜିଲି ଜାଣେ ନାହିଁ। ତାର ମନ କେବେ ଭାବିବାକୁ ଚେଷ୍ଟା କରିନାହିଁ ଯେ ଯେଉଁ ଅନ୍ଧାରୀ ମୋହରେ ନିଜଠୁ ବି ପଳେଇ ଯାଇ ସେ ଅନ୍ଧାରୁଆ ଟଙ୍ଗୀ ଭିତରେ ସପ୍ତାହ ଯାଏ ଆଉ କେତେ ସାନ ବଡ଼ ମାଛି ପ୍ରଜାପତି ଟାଣି ହୋଇ ଝୁଲି ପଡ଼ୁଥିବା ସେହି ଜାଳରେ। ଦିନୁ ଦିନ ଯହୁଁ ଚିହ୍ନା ପରିଚୟ ବଢ଼ିଗଲା, ସାହୁକାରର ଧାପ ଧାଡ଼ି ବଢ଼ିଗଲା ଗାଁର ସବୁ ସାହିରେ। ପାଖେ ପାଖେ ତାର ମଧୁଘାସି ସଞ୍ଜ ବୁଡ଼ୁ ବୁଡ଼ୁ ନିଛାଟିଆ ଟୁଙ୍ଗି ଘରେ ସେ ଏକା ଧାଙ୍ଗଡ଼ା ବସାଘର ଗୋଟାକ ଭର୍ତ୍ତି କରେ। ପଦା ଲୋକ ନିଜ ନିଜ ଘରେ ବସି ଅନୁମାନ କରନ୍ତି, ଦେଖନ୍ତି ନାହିଁ ନିଜେ କିଛି। ଲୋକେ ତାକୁ ଡରନ୍ତି। ଡମ୍ ସାହି ଭିତରୁ ବେଳ ଅବେଳରେ ବାହାରିଥିବାର ଲୋକେ ଦେଖିଛନ୍ତି। ହାଟ ଦିନ ଯେତେବେଳେ ସବୁ ଅଣ୍ଡିରା ଲୋକେ ହାଟକୁ ଯାଇଥାନ୍ତି, ଦ୍ୱିପ୍ରହରର ବେଳେ ଯେତେବେଳେ ଲୋକେ ଥାନ୍ତି କ୍ଷେତରେ, ଜଣେ ଆର ଜଣଙ୍କର ଘରର ଧାଙ୍ଗଡ଼ିକୁ ସନ୍ଦେହ କରନ୍ତି। ନିଜ ଘର କଥା କେହି କେବେ ଭାବନ୍ତି ନାହିଁ। ସନ୍ଦେହ ବଢ଼ି ଚାଲେ। ବୁଢ଼ୀମାନେ ବାଟ ଘରେ ଗପ କରନ୍ତି ଥଙ୍ଗେଇ ଥଙ୍ଗେଇ। ଆଉ କେହି କଥାଟା ତୁଣ୍ଡରେ ବି ଧରେ ନାହିଁ। କିନ୍ତୁ ଲୋକେ ନ କହିଲେ ବି ଲୋକେ ବୁଝନ୍ତି। ବଣୁଆ ଲୋକର ଆଖି ଖୁବ୍ ସଫା। ଏ ସନ୍ଦେହର ଜାଲ ଚାରିଆଡ଼ୁ ବଣ ପଡ଼ି ଚାପିଲା ପରି ଘାରେ ହୋଇ ଛୋଟ ହୋଇ ଆସିଲା ଯେତେବେଳେ, ସେତେବେଳେ ତହିଁରେ ଦି ଚାରିଟା ମୋଟେ ବୁନ୍ଦା ଡମ୍ ସାହି ଛାଡ଼ିଦେଲେ ବାକି ଗୋଟାଏ ମୋଟେ। ସେହି ଗୋଟାଏ ଲୋକ ଏକା ରକମର ଚାଲିରେ ଘୋଡ଼େଇ ପୋଡ଼େଇ ହୋଇ ତରତର ହୋଇ ଚାଲିଯାଏ ରାତିକି ରାତି। ପଛେ ପଛେ ମଧୁଘାସିର ଛାଇ କେତେବେଳେ କେଉଁଦିନ ଆସେ କେହି ଜାଣେ ନାହିଁ। ଜିଲି ତାର ଟଙ୍କା ଗଣେ, ଖଦିପଟା ସାଇତି ରଖେ। କେଉଁଦିନ କେଉଁ ନିଜର ଦେଖା ପଡ଼ିଗଲେ ବିଲି ଆଶ୍ଚର୍ଯ୍ୟ ସନ୍ଦେହ ସନ୍ଦେହ ହୋଇ ଚାହେଁ। ଘରର କଥା ଏତିକିରେ ବନ୍ଦ। ପଦାରେ ଲୋକେ ମନେ ମନେ ଉଣ୍ଡନ୍ତି କିଏ ସିଏ। ଦିନ କେଇଟାରେ ଲୁଚକାଳି ଖେଳ ପରେ ଜିଲି ସାହୁକାର ମନକୁ ବାନ୍ଧି ପାରିଛି ଅଳ୍ପେ ବହୁତ। ଏବେ ସବୁ ସହଜ। ଲଜ୍ଜାର ପହିଲି ପର୍ଦ୍ଦା ଟେକି ହୋଇଯାଇ ଜିଲି ମନରେ ଆସିଛି ଗୋଟାଏ ଆଶ୍ଚର୍ଯ୍ୟ ଅଳସତା। ଯହିଁରେ ଏଇ ଦରବୁଢ଼ା ଲୋକଟାକୁ ଆପଣାର ଏକୁଟିଆ ଜୀବନ ଭିତରେ ଗୋଟାଏ ସ୍ଥିତିବାନ ଖୁମ୍ବ ପରି ଧରି ନେବାକୁ ମନ ତାର ଆଦରି ନେଇଛି। ଏଣିକି ମନରେ ଚମକ ଲାଗେ ନାହିଁ। ଗାଁ ଗୋଟାକ ଶୋଇପଡ଼ିଲେ ଲାଗେ ସେଜ ପରି ଘରକରଣା କରିବାକୁ ଯାଉଛି। ଅଖାଡ଼ୁଆ ଲାଗେ, କିନ୍ତୁ ସବୁ ଚଳିଯାଏ। ଆଉ ଏ ଲୁଚାଚୋରା ସେତିକି ତାର ରସ, ଯହିଁରେ ମନ ଘୋଳି ହୁଏ ନାହିଁ। ନିଶା ଅନ୍ଧାରରେ ଗାତ ପରି ଖୋପଗୁଡ଼ାକ ଭିତରେ ଗାଁର 500 ଲୋକେ ଶୋଇ ରହିଛନ୍ତି। ନିଶା ସାଇଁ ସାଇଁ ଡାକେ। ଲୋକେ ଭାବନ୍ତି କିଏ ସିଏ? ଏ ରହସ୍ୟ ଜିଆଇ ରଖେ ଜିଲି ଆଉ ସାହୁକାରଙ୍କ ସମ୍ବନ୍ଧ। ସାହୁକାର ଏଠି ତଫାତ୍ ଦେଖେ ଡମ୍ ସାହିଠୁ। ସେଠି ସେମାନେ ଉପରେ ପଡ଼ି ଆସନ୍ତି। ପିନ୍ଧା ଖଦି ଦେହକୁ ଲୁଚାଏ ନାହିଁ, ଦେଖାଏ। ଦିନ ବେଳଟାରେ ହଲି ଦୋହଲି ଆସନ୍ତି ସେମାନେ। ଗୋଟିକିଆ ଗୋଟିକିଆ ହୋଇ ଘର ଦେଖିବାକୁ ନିମନ୍ତ୍ରଣ କରି ବାଟ କଢ଼େଇ ଚାଲନ୍ତି। ଆଗେ ଆଗେ ଭିତରକୁ ଆ ଦେଖିବୁ।
ସାହୁକାର କିଛି ଆମର ଘରେ ନାହିଁ। ତୁ ବଡ଼ ଲୋକ ଇନାମ ଦେ। ସେଠି ରହସ୍ୟ ନାହିଁ, ଡମ୍ ଲୋକ ବେପାରୀ ଲୋକ। ଏ ଜିଲି ଖାଲି ସୁନ୍ଦର ନୁହେଁ, ତାର ତେଜ ଅଛି, ହସ ମାଡ଼େ ଅଥଚ ମନ ନଇଁଯାଏ। ତାର ରୁଷାରୁଷି, ତାର ନ୍ୟାୟଧର୍ମର ବଡ଼ ବଡ଼ କଥା ଚୋବେଇ ହୁଏ ନାହିଁ ପାଟିରେ। ଆଉ ତାର ସ୍ୱାତନ୍ତ୍ର୍ୟ ସେ ମାଟି କଣ୍ଢେଇ ନୁହେଁ, ସାହୁକାର ବାହା ବାହା କରେ। ଜିଲି ତାର ଦରକାର। କିରେ ଟୋକି, ରହିଯା ଏଠି, ନହେଲେ ମୋ ସାଙ୍ଗେ ମୋ ଗାଁକୁ ଯିବୁ ଯଦି। ଦେହ ଅଳସେଇ ଆଖି ବୁଲେଇ ବୁଲେଇ ଜିଲି କହିଲା, ଛି ଛି, ନେଚୁ ନେଚୁ, ଗାଁ ଲୋକେ କ'ଣ କହିବେ? କହିବେ ଆଉ କ'ଣ? ଏମିତି କ'ଣ ହୁଏ ନାହିଁ? ଝୋଲା ଟଙ୍କାରେ ତାଙ୍କର ଦାବୀ, ଭୋଜି ଭାତରେ ଖାଲି। ଆଉ ଏ ଲୁଚାଚୋରାରେ କ'ଣ ଅଛି? ରହିଯା ମୋ ପାଖରେ ସବୁଦିନ। ତୋର ମନ? ଜିଲି କିଛି କହେ ନାହିଁ। ତେବେ ଏହିଠାରେ ଶେଷ ହେଲା ଔପନ୍ୟାସିକ ଗୋପୀନାଥ ମହାନ୍ତିଙ୍କର ଉପନ୍ୟାସ ପରଚାର ଏହି ଭାଗଟି। ଆଗାମୀ ଅଧ୍ୟାୟରେ ଏହି ଉପନ୍ୟାସଟିର ବାକି ଭାଗଗୁଡ଼ିକୁ ଆମେ ଶୁଣିବା। ରହିଲି, ନମସ୍କାର।